ଜାତକରେ ବା କୁଣ୍ଡଳୀରେ ଏକ ଅନନ୍ୟ ସତ୍ୟ କଥା ମୁଁ ଆଜି ଆପଣଙ୍କୁ କହିବାକୁ ଯାଉଛି। ସମସ୍ତେ ଜାତକ ଦେଖିପାରନ୍ତି ନାହିଁ, ବିଭିନ୍ନ ପ୍ରକାର ଜ୍ୟୋତିଷ ପାଖକୁ ଦୌଡ଼ିଥାନ୍ତି, ପ୍ରତ୍ୟେକ ସମୟରେ ଦୌଡ଼ିଥାନ୍ତି, ପ୍ରତ୍ୟେକ ସମୟରେ କହିଥାନ୍ତି ଜାତକରେ କ'ଣ ଅଛି, ଭଲ ମନ୍ଦ ଖରାପ ରହିଛି, କ'ଣ ରହିଛି, ସମସ୍ୟା ଭୋଗ କରୁଥିବେ, ଯେତେବେଳେ କଷ୍ଟ ପାଉଥିବେ, ପୀଡ଼ା ପାଉଥିବେ, ସେତେବେଳେ ଜାତକ ନେଇ ଜ୍ୟୋତିଷ ପାଖକୁ ଦୌଡ଼ୁଥିବେ। ତ ମୁଁ ସେଥିପାଇଁ ସମସ୍ତ ମାନବମାନଙ୍କୁ, ସମସ୍ତ ବ୍ୟକ୍ତିମାନଙ୍କୁ ମୁଁ ଆଜି ଟିକେ ସମ୍ୟକ ଧାରଣା ଦେବାକୁ ଯାଉଛି ଜ୍ୟୋତିଷ ବା କୁଣ୍ଡଳୀ ମାଧ୍ୟମରେ। ଆପଣ କୁଣ୍ଡଳୀ ଚକ୍ର ପଢ଼ିବା ଦରକାର ନାହିଁ, କୁଣ୍ଡଳୀ ଚକ୍ର ଜାଣିନଥିବା ଦରକାର। ଆପଣ ଦେଖିବେ, ଆପଣ ଏବେ ଅନଲାଇନ୍ରେ ନେଟ୍ରେ ଆପଣ ଡେଟ୍ ଅଫ୍ ବାର୍ଥ ମାରିବେ, ଅନଲାଇନ୍ କୁଣ୍ଡଳୀ ସବୁ ଆସୁଛି, ତାতে ଦେଖିବେ ଦଶା ମହାଦଶା ଚାଲିଥାଏ। ସେ ଦଶା ମହାଦଶା କ'ଣ ନା ଆପଣଙ୍କର ସୂର୍ଯ୍ୟମଣ୍ଡଳରେ ଗ୍ରହ ନକ୍ଷତ୍ର କନେକ୍ଟିଭିଟି ଯେତେବେଳେ হয় ତ ଆପଣଙ୍କ ବଡି ସାଙ୍ଗରେ କନେକ୍ଟିଭିଟି ହେବ। ତ ସେହି ସମୟରେ ଯେଉଁ ଦଶା ମହାଦଶା ଚାଲୁଥାଏ, ସେ ଦଶା ମହାଦଶାରେ ଅନ୍ତର୍ଦଶାରେ ପ୍ରତ୍ୟଦଶାରେ ସମ୍ପୂର୍ଣ୍ଣ ରୂପେ ଆପଣଙ୍କର ଭୋଗ ହୋଇଥାଏ ସେଇ କଷ୍ଟ, ଯେଉଁ ଗୃହରେ ଥିବ ସେଇ ଗୃହର କଷ୍ଟ ଭୋଗ ହୋଇଥାଏ। ତେଣୁକରି ସେଇ ଦଶା ମହାଦଶା କଥା ଟିକେ ମୁଁ କହୁଛି। ଯଦି ଆପଣ ଦଶା ମହାଦଶା ଜାଣିପାରୁଛନ୍ତି, ଯେତେବେଳେ କୁଣ୍ଡଳୀ ମାରିବେ ଦଶା କିମ୍ବା ମହାଦଶା କିମ୍ବା ଅନ୍ତର୍ଦଶା ଏସବୁ କ'ଣ ରହିଛି, ଆପଣ ସେହି ସମୟରେ ଆପଣଙ୍କର କ'ଣ ଫଳ ରହିବ ତାର ଆପଣଙ୍କୁ ମୁଁ ଆଲୋଚନା କରିବି। ଏକ ଅନନ୍ୟ ସତ୍ୟ କଥା। କୁଣ୍ଡଳୀ ଦେଖିବେ, ଆପଣ କେଉଁ ମହାଦଶା ଚାଲିଛି, ସେ ସମୟରେ ଆପଣ କ'ଣ କରିବେ, କ'ଣ କରିବେ ନାହିଁ, କ'ଣ ଭଲ କ'ଣ ମନ୍ଦ ଆପଣ ଜାଣିବେ। ଦେଖିବେ, ଯଦି ଆପଣଙ୍କର ରାହୁ ମହାଦଶା ଚାଲୁଛି ତାହେଲେ କ'ଣ କରିବେ, ତ ଆପଣଙ୍କ ଠାରୁ ରାହୁ ମହାଦଶାରେ ଦେଖିବେ ଯିଏ ଆପଣଙ୍କୁ ଅତି ପ୍ରିୟ ଲାଗୁଛି, ବୃହସ୍ପତି ମହାଦଶାରେ ଦେଖିବେ ସେ ଠକ ସାବ୍ୟସ୍ତ ହେବ। ତେଣୁକରି ରାହୁ ମହାଦଶାରେ ଯାହାକୁ ପ୍ରିୟ ଭାବିବେ, ଯାହାକୁ ବିଶ୍ୱାସ କରିବେ, ସବୁବେଳେ ସତର୍କତା ଅବଲମ୍ବନ କରିବେ, ନଚେତ୍ ଆପଣ ବହୁତ ବଡ଼ ମାନେ ଠକାମିରେ ପଡ଼ିପାରନ୍ତି। ଆପଣ ଠକ କିମ୍ବା ଚୋର ଡକାଇ ଟସ୍କର ଆପଣଙ୍କ ହାବୁଡ଼ରେ ପଡ଼ିପାରନ୍ତି। ଆପଣ ତାଙ୍କୁ ଅତି ପ୍ରିୟ ବୋଲି ଭାବିବେ, ଅତି ବିଶ୍ୱାସଯୋଗ୍ୟ ଭାବିବେ, ତାକୁ ଅତି ପ୍ରିୟ ବୋଲି ଭାବିବେ। ତେଣୁକରି ଆପଣ ସତର୍କତା ଅବଲମ୍ବନ କରିବେ। ରାହୁ ମହାଦଶା ବେଳେ ସବୁବେଳେ ସତର୍କତା ସହିତ ସମ୍ପର୍କ କରିବେ। କୌଣସି କାର୍ଯ୍ୟ କିମ୍ବା କୌଣସି ଲେନ ଦେଣ କାର୍ଯ୍ୟ କଲାବେଳେ ରାହୁ ମହାଦଶା ବେଳେ ସେ ଚିନ୍ତା କରିବେ। ଯାହାକୁ ରାହୁ ମହାଦଶାରେ ପ୍ରିୟ ଭାବିଥିବେ ସିଏ ବୃହସ୍ପତି ମହାଦଶାରେ ଠକ ନିଶ୍ଚିନ୍ତ ରୂପେ ସାବ୍ୟସ୍ତ ହେବା। ଇଏ ହେଉଛି ରାହୁ ଏବଂ ବୃହସ୍ପତିଙ୍କ ମହାଦଶା କାରଣରୁ ହେଇଥାଏ। ମଙ୍ଗଳ ମହାଦଶାରେ ଯଦି ଆପଣ ଜମି କିଣୁଛନ୍ତି ତାହେଲେ ସେଟା ସୁନା ପାଲଟିଯିବ। ଶନି କିମ୍ବା ରାହୁଙ୍କର ମହାଦଶାରେ ଯଦି ଜମି କିଣିଲେ ତାହେଲେ କୋର୍ଟ କଚେରୀ ଦୌଡ଼ି ଦୌଡ଼ି ଆପଣଙ୍କର ମାନେ ସମୟ ବିତିଯିବ। କାହିଁକିନା ଆପଣଙ୍କ ଲିଟିଗେସନ୍, ଆପଣ ଜାଗା ଯେମିତି କିଣନ୍ତୁ ଲିଟିଗେସନ୍ ଆସିଥିବ, ସେ ଜାଗା କାହାକୁ ବିକ୍ରି ଯାଇଥିବ, ନହେଲେ କେମିତି ଆପଣ ଫସି ଯାଇଥିବେ, ତା ଦେହରେ କିଛି ଅଡ଼ୁଆ ଥିବ, ତାର ପୂର୍ବପୁରୁଷମାନେ କିମ୍ବା ତାର ଉତ୍ତରାଧିକାରୀମାନେ ତା ଦେହରେ ଅଧିକାର ସାବ୍ୟସ୍ତ କରିବେ, ଆପଣଙ୍କୁ କୋର୍ଟ କଚେରୀ ଦୌଡ଼ିବାକୁ ପଡ଼ିବ। ଏଇଭଳି ଭାବରେ ଟିକେ ଚିନ୍ତା କରିବେ। ଯଦି ଆପଣଙ୍କର ପ୍ରକୃତ ସାଙ୍ଗ ବନାଉଛନ୍ତି, କିଛି ଲେନ ଦେଣ କରୁଛନ୍ତି, ଟଙ୍କାର କାରବାର କରୁଛନ୍ତି, ରାହୁ ମହାଦଶାରେ ଧ୍ୟାନ ଦେବେ। ଜମି କିଣିଲା ବେଳେ ମଙ୍ଗଳ ମହାଦଶା ଚାଲିଛି, କିଣିବେ ବହୁତ ଉତ୍ତମ। ଶନି ଆଉ ରାହୁ ମହାଦଶା ଚାଲୁଥିବ, ଜମି କିଣିଲା ବେଳେ ଟିକେ ସତର୍କତା ଅବଲମ୍ବନ କରିବେ, ନଚେତ୍ ଆପଣ କୋର୍ଟ କଚେରୀ ଦୌଡ଼ିବେ। ଏଇସବୁ ଛୋଟିଆ ଛୋଟିଆ ମୁଁ କଥା କହୁଛି, ଆପଣ ଧ୍ୟାନ ଦେବେ। ଯେଉଁ କାମଟା ଆପଣ ଜମି କିଣିବାକୁ ଯାଉଛନ୍ତି କିମ୍ବା ଆପଣଙ୍କର କାହା ସାଙ୍ଗରେ ଅତି ଗୋଟେ ବିଜନେସ୍ ପାର୍ଟନରସିପ୍ ବନାଇବାକୁ ଚାହୁଁଛନ୍ତି, କ'ଣ ଦଶା ଚାଲିଛି, କି ଆପଣ ଗୃହ ନିର୍ମାଣ କରିବାକୁ ଚାହୁଁଛନ୍ତି, କି ଆପଣଙ୍କର ଯେକୌଣସି ଗୋଟେ ଗୁରୁ ମାନେ ବନାଇବାକୁ ଚାହୁଁଛି, ଗୋଟେ ଶିକ୍ଷା ନେବାକୁ ଚାହୁଁଛନ୍ତି, ତ କେଉଁଭଳିଆ ଗୁରୁଙ୍କୁ ଆପଣ ସାଙ୍ଗରେ ଇଏ କରିବେ। ଆପଣ ଭିଡ଼ ଭିତରେ ସବୁବେଳେ ପାଇଁ ରହୁଛନ୍ତି, ଭିଡ଼ରୁ ଦୂରେଇବା ପାଇଁ କ'ଣ କରିବେ। ତ ଏଇଭଳି ଭାବରେ ଜୀବନରେ ବହୁତ କିଛି ପଦପଦବୀ ପାଇଁ ଚାହୁଁଛନ୍ତି, ରାଜନୀତି କ୍ଷେତ୍ରରେ ଚାହୁଁଛନ୍ତି, ଶିକ୍ଷା ପାଇଁ ଚାହୁଁଛନ୍ତି, ଚାକିରି କରିବାକୁ ଯାଉଥିବେ, ବ୍ୟବସାୟ କରିବାକୁ ଯାଉଥିବେ, ଏ ସମୟରେ ଆପଣ ଚିନ୍ତିତ ରୁହନ୍ତି। ଆପଣ କେଉଁଠିକି ନା ଜ୍ୟୋତିଷ ପାଖକୁ ଦୌଡ଼ିଥାନ୍ତି। ତ ତେଣୁକରି ମହାଦଶା ଚାଲୁଥିବ, ଯଦି ସମ୍ୟକ ଧାରଣା ଥିବ, ତାକୁ ଟିକେ ଆପଣ ଯଦି ଧ୍ୟାନ ଦେବେ ତାହେଲେ ନିଶ୍ଚିନ୍ତ ରୂପେ ବହୁତ କିଛିରୁ ଆପଣ ବଞ୍ଚିଯିବେ। ମାନେ ଠକିବା ଠକାମିରୁ ଟିକେ ବଞ୍ଚିଯିବେ, କିମ୍ବା କୌଣସି ପ୍ରକାର ପୀଡ଼ା ପାଇବାରେ କିମ୍ବା କୌଣସି ଅଘଟଣ ଅନଟନ ହେବା କିମ୍ବା ଆପଣଙ୍କର ବହୁତ ବଡ଼ ବିପଦ କିମ୍ବା ଲୋକସାନ ହେବାରୁ ବଞ୍ଚିଯିବେ। ଚନ୍ଦ୍ରଙ୍କ ମହାଦଶାରେ ମାନେ ଘରୁ ଯଦି ବାହାରୁଛନ୍ତି, ତାହେଲେ ଘରୁ ଯଦି ବାହାରୁଛନ୍ତି, ବିଦେଶ ଯାଉଛନ୍ତି କିମ୍ବା କୌଣସି ଚାକିରି ଅନୁଷ୍ଠାନ ଯଦି ବାହାରକୁ ଯାଉଛନ୍ତି, ଚନ୍ଦ୍ରଙ୍କ ମହାଦଶାରେ ଯଦି ଯିବେ ଆପଣ ଅସ୍ଥିର ହେବେ, କେବେ ରହିପାରିବେନି, ଫେରି ପଳାଇ ଆସିବେ। ସେ ଯଦି ଶନିଙ୍କ ମହାଦଶାରେ ଯିବେ ତାହେଲେ ସ୍ଥିରତା ହେଇକି ସେଇଠି ଗୋଟେ ଜାଗାରେ ରହିବେ, ଆପଣଙ୍କ ସେଇଠି ଉନ୍ନତି ହେବ, ପଦୋନ୍ନତି ହେବ। ତ ସେଥିପାଇଁ ଚନ୍ଦ୍ର ମହାଦଶା ନ ଯାଇକି ଯଦି ଶନିଙ୍କର ମହାଦଶା ଚାଲିଛି ଆପଣ ଯାଆନ୍ତୁ, ଅତ୍ୟନ୍ତ ଉତ୍ତମ ରହିବ। ସେଥିପାଇଁ ଗୁରୁଙ୍କ ମହାଦଶାରେ ଯାହାକୁ ଗୁରୁ କରିବେ, ସେ ଆପଣଙ୍କର ଗୁରୁ କରିବେ, ଗୁରୁ ଜ୍ଞାନ ନେବେ, ସେ ଆପଣଙ୍କର ଜୀବନ ବଦଳାଇ ଦେବ। ଯଦି ରାହୁଙ୍କ ମହାଦଶାରେ କାହାକୁ ଗୁରୁ କରୁଛନ୍ତି, କାହାଠୁ ଶିକ୍ଷାଦାନ କରୁଛନ୍ତି, ତାହେଲେ ସେ ଆପଣଙ୍କ ପକେଟ୍ ଖାଲି କରିଦେବ। ସେଇଭଳି ଭାବରେ ଶୁକ୍ରଙ୍କର ମହାଦଶାରେ ଆପଣଙ୍କର ଜୀବନଟା ରଙ୍ଗୀନ ହେଇଯାଏ।
शनिंकर महादशा आपणकर जीवनटा रंगहीन हो भाव केतुंक महादशा जो केतुंक महादशा आसो आपण भिड़ू दूरे जी अर्थात आपणकर भिड़ू दूरे जी माने राहुंक महादशा से भिड़ आपन को केवे छाड़िबो नाही भिड़ आपण पछे दौड़िबो बुधंक दशा जो व्यवसाय करेंगे ताहा अत्यंत शुभदायक हम चलो व्यवसाय कारक ग्रह बृहस्पति ए बुध ता चलो मंगल महादशा जो व्यवसाय करेंगे से संघर्षमय हो छिड़ा हे संघर्ष बहुत संघर्ष घातक प्रतिघात भितर छिड़ा करेंगे से भाव में सूर्यंकर महादशा जो पदवी मिल से सम्मान मिल शनिंकर महादशा जो पदवी मिल से आपन बहुत बड़ कष्ट आपन को दायित्व मिल केतुंक दशा जहाँ छुटी जीव से पूर्वजन्मर कर्मफल राहुंक महादशा जहाँ छुटी जीव तार छलना बोली भाव आपन सारे कपड़ता व छलना होता राहुंक महादशा जोड़ा छाड़ी जाऊँगी छुटी जाऊँगी कि आपंठू दूरे जाऊँगी देखिए जानवे जे आपंकर से छलना थिला से भाव शनिंक महादशा जी कांदिब से सुधुरी जीव बृहस्पति महादशा जे सुधुरी जीव सी उन्नति कर ये हूँ महादशा ये महादशा जब आप जापर आपंकर कुंडली रे टिके ध्यान देवे निश्चिंत रूपे आपण को कर्म कला बेले टिके भावी चिंती करेंगे ये सब कहली जो जो महादशा जो जो कर्म करा जाऊँगी ताको टिके जदि समय ध्यान देवे आप कौन ज्योतिष पाख दौड़ा पड़ो ना या जाणिकी आपण जीवन में किसी पदक्षेप ने किसी परिवर्तन करा जाऊँगी कि किसी कार्य भार ना चाहते कौन कार्य करा चाहते ये महादशा जाणिकी काम करें जय जगन्नाथ आपण जदि आमर सप्तऋषि दिव्यदर्शन संस्थान चैनल को प्रथम करी आछन देखुंट सब्सक्राइब करेंगे लाइक करेंगे शेयर करेंगे जब भल लगुव कमेंट्स करेंगे मु ज्योतिर्वेद पंडित हरस कुमार साहू आपण को जदि आम चैनल रे यही भाव में आपन को समस्त शुणा चाहिए सब्सक्राइब करेंगे आमर थंबनेल पर नंबर अच्छी नंबर कांटेक्ट करेंगे जहाँ भी समस्या जीवन में अच्छी तार आम निःशुल्क सेवा देवु जय जगन्नाथ जय मां शारला सर्वे भवन्तु सुखिनः सर्वे सन्तु निरामय सर्वे भद्राणि पश्यन्तु माँ कश्चित् दुःख